ଆଜି ଜାଣିବା ବାଉଁଶବାସୀ ଭୂତ ବିଷୟରେ। ବାଉଁଶବାସୀ ଭୂତ କାହାକୁ କୁହାଯାଏ ଏବଂ ସେମାନେ ଦେଖିବାକୁ କିପରି ଏବଂ ସେମାନେ କ'ଣ କରନ୍ତି, ସେମାନଙ୍କର କାମ କ'ଣ। ତାହେଲେ ଆଜି ସେଇ ବିଷୟରେ ଜାଣିବା। ବାଉଁଶବାସୀ ଭୂତ, ଆପଣମାନେ ଦେଖିପାରୁଥିବେ ବାଉଁଶବାସୀ ଭୂତର ଠିକ୍ ଏଇଭଳି ଦେଖାଯାଏ ବାଉଁଶବାସୀ ଭୂତ। ଆଉ ତା'ର ସେମାନେ କ'ଣ କରନ୍ତି ନା ବାଉଁଶବାସୀ ଭୂତ ବା ବାଉଁଶ ଭୂତ ବାଉଁଶ ବନରେ ବା କେଉଁଠି ରହେ, ବାଉଁଶ ଲେଖାଯାଇଛି ବାଉଁଶବାସୀ ଭୂତ ବା ବାଉଁଶ ଭୂତ ବାଉଁଶ ବନରେ ବା ବାଉଁଶ ବଗିଚାରେ ରୁହେ। ଏହି ଭୂତଟି ସ୍ୱଭାବତଃ ହିଂସ୍ର ହୋଇଥାଏ ଏବଂ ସନ୍ଧ୍ୟା ପରେ ବାଉଁଶ ବନ ଦେଇ କୌଣସି ଲୋକ ଗଲେ ଇଏ ତାକୁ ଆକ୍ରମଣ କରିଥାଏ। ବାଉଁଶ ବନରେ କୌଣସି ନଇଁ ପଡ଼ିଥିବା ବାଉଁଶ ଦେଖିଲେ ତାକୁ ଡେଇଁ ପାର ହେବା ଉଚିତ ନୁହେଁ, କାରଣ ଏହି ନଇଁ ପଡ଼ିଥିବା ବାଉଁଶଟି ଅସଲରେ ବାଉଁଶ ଭୂତର ଚକ୍ରାନ୍ତ ଥାଏ। ସେ ଚକ୍ରାନ୍ତ କରିଥାଏ। ଯେଉଁ ସମୟରେ ଜଣେ ଲୋକ ସେହି ନଇଁ ପଡ଼ିଥିବା ବାଉଁଶକୁ ଡିଆଁ ମାରି ପାର ହେବାକୁ ଯିବ, ବାଉଁଶଟି ଡିଆଁ ମାରି ପାର ହେବାକୁ ଯିବ, ବାଉଁଶଟି ତ୍ୱରିତ ବେଗରେ ସିଧା ଯାଇ ଡିଆଁ ମାରି ପାର ହେବାକୁ ଯିବ, ବାଉଁଶଟି ତ୍ୱରିତ ବେଗରେ ସାଙ୍ଗେ ସାଙ୍ଗେ ସିଧା ଯାଇ ଲୋକଟିକୁ ଦୂରକୁ ଛିଟକେଇ ଦେବ। ବାଉଁଶ ଭୂତ ଏମିତି କରି ବହୁତ ଲୋକଙ୍କୁ ମାରିଛି। ତାହେଲେ ବାଉଁଶ ଭୂତର କାମ କ'ଣ ଜାଣିଲେ, ସେ କେଉଁଠି ରୁହେ ଜାଣିଲେ। ତାହେଲେ ବାଉଁଶବାସୀ ଭୂତଟି ଠିକ୍ ଦେଖିବାକୁ ଏଇଭଳି। ଭିଡ଼ିଓ ଆମର ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।